हाय सांग माने नमस्कार जय जगन्नाथ मु आपण मानकर स्माइल वर्षा लीनार आ गोटे जूता धरिक जाउनु ले सिए पिंदी कासियो कोन से हाड पिंदी कासिबो हां किए सेटे अछि सिए हां मु ता जूता पिंदी पळाइनी प्रबल खरा हो जानि पारनो कि पागल कि तू हेलो सांग माने प्रबल खरा गरम हो मो माँ को गाड़ी दे तो सांग माने आपण मान को मोर आ गोटे ब्लॉग को स्वागत जनाऊँगी है स्वागत कौन चलतु खरा बेलिया गोटे ब्लॉग म स्टार्ट करुच्ची तो चलते आमर आज हरियाट काली वीडियो बनई ना आमर हरियाट बस घरे घर प्रतिष्ठा होची अष्टपरी भी सैलानी बास आ गोटे जिनस बाकी अच्छी भाई बर्थडे ता सहित 16 पला बढ़ा हम सत्यनारायण पूजा हम तो मोर एपर्त ब्लॉग किसी आसीपारूनी कारण मुझे एडिटिंग किसी करनी लोक गहली भीतर इच्छा होनी तो खरा बेलिया बर्तमान टाइम है सांग मैंने गोटे एक माने गोटे बाजी गोटे मिनिट हो गला तो आम हरियाट कतर बर्तमान पणा संक्रांति कतर आम जगन्नाथ ठाकुर ये बस तू जीवु हाँ आउ हूँ बसे तो आम जूता पिंधिका तो सांग माने गाँ को आसिकी देखो एति खरा गरम मु शाग भाजी सारे सुनसुनी आलू शाग भाजी सारे ता सहित आंब बड़ी अदा लंका जीरा ताकू गोटे ग्राइंडिंग करी चटनी बनैमी ता सहित पोटल आलू भजा आज उड़ीब पखाड़ खिया मार्च 20 गला पखाड़ दिवस मु तो करना थी आज करी पखाड़ दिवस तो चल देखो तो मुझे शाग भाजी सारी एपटे आंब छड़ा सरी बड़ी भजा सरी चुली कि नटी जाल मो मार भेंडी की पोड़ी के देखो चटनी कर दे भेंडी की पोड़ी चटनी कर दे भेंडी टमाटर दली में धुआं ओ धुआं पोटल आलू भजा धुआं तो प्रबल अच्छी एकला मनीष सांग माने एकला मनीष सांग माने मु कौन करमी भजा भाजनी ना वीडियो बनैमी ना मु कौन करमी कर दियो ग्राइंडिंग कर दियो मु जस्ट संगे संगे गाधई करी आउछ मो माँ कौन कर संगे देखिए जानतु कुआडे गला कन से झियोटा लो से जो गुपुरटा काहे केला बाल्टी पूरा दे रख दलु तो सकाळु सकाळु सांग माने देखंतु एते सारा आइटम बने कि माँ मु देई आम पुओ मो झियारी समस्त मिसिकी खाइबा पाई पूरा रेडी ओ पाटू पूरा लाल गड़ी पड़ी बर्तमान एडिट कला बेले खटेई मिक्सचर तरकारी बड़ी आंब छेचा पखाड़ भात भेंडी दला पोटल आलू भजा कहीं कहते सांग माने भात पूरा जबरदस्त खिया गोटे है बर्तमान समस्ते मिसिक खाऊँ मत तो सबुठ भल लगुला भेंडी दलाटा वाओ से खाली कौन मो झील को गोली गंदू तू पार्टी करना पठानी स्कैनर
ହେଲା ନା ତୋର କଳା କଳା ଦେଖାଉଛି। ତ ଏପଟେ ଦେଖନ୍ତୁ ସମସ୍ତେ ପଳେଇ ଆସିଛନ୍ତି। ଆମର ଭାଇର ଯେହେତୁ ଜନ୍ମଦିନ ଥିଲା ତ ଆସିକି ବାଜା ବଜଉଛନ୍ତି। ତ ସାଙ୍ଗମାନେ ସକାଳୁ ତ ପଖାଳ ପୁରା ଦବେଇକି ଖାଇସାରିଲା ପରେ ଏବେ ଖାଇବା କଲ୍ ଆସିଯାଇଛି ଆମ ମନ୍ଦିରରୁ। ତ ଆମେ ଏବେ ଚାଲିଲୁ ଜଗନ୍ନାଥ ମନ୍ଦିର ପ୍ରସାଦ ଖାଇବା ପାଇଁ। ଆମେ ଚାଲିଲୁ ସାଙ୍ଗମାନେ, ଆମ ଗାଁରେ ଦିଆଯାଉଛି ନା ଆଜି ମାନେ ଆମ ହରିଆଟ କତୁରା ଖାଇବା ପିଇବା। ଆମେ ଚାଲୁ, ମୁଁ ଜୁତା ଧରିକି ଗୋଟେ ଚାଲୁଛି, ମୋ ଭଉଣୀ ଜୁତା ଭଉଣୀ ଠିଆ ହେଇକି ଗାଲୁକୁ କନ୍ଦା ନା ମୋ ବ୍ଲଗ ଇଏ ହବ ଦେଲାଣି। ତ ଆମେ ଚାଲୁ ଖାଇବା ପାଇଁ। କି ଖରା ଗରମ ଲୋ ମା, ଖାଲି ଜାଗା କତୁରୁ ଟିକେ ପ୍ରସାଦ ପାଇବା ପାଇଁ ଏପର୍ଯ୍ୟନ୍ତ ଆଖିକି ମେଲା କରିକି ନିଦ ଢାଙ୍କି ପଡ଼ୁଛି, କିନ୍ତୁ ମୁଁ ଶୁଉନାହିଁ। କାରଣ ମାନେ ପ୍ରତ୍ୟେକ ବର୍ଷ ମୁଁ ଅନେଇଥିବି ଏଇ ଖରା ଦିନରେ 9 ଦିନ, କେଉଁଥର 9 ଦିନ, କେଉଁଥର 15 ଦିନ, କେଉଁଥର 7 ଦିନ ଆମର ଖାଇବା ପିଇବା ହୁଏ। ତ ଆମେ ଅନେଇଥିମୁ କେମିତି ଯିମୁ ଟିକେ ଖାଇବା ପାଇଁ। ହେଇଲ ସବୁ ନେଇକି ଆସିଗଲେ। ସିଏ ଦେଖ ଭାଇ ଦିଟା ଆମେ ଚାଲୁ ସାଙ୍ଗମାନେ, ଆମର ଯାତ୍ରା ହବ କାଲି। ଆମ ଘରେ ଯେତେ ରୋଷେଇ ହେଇଥାଉ ପଛେ, ଆମ ଘରେ କ'ଣ ଆମ ଗାଁର ଯେତେ ରୋଷେଇ ହେଇଥାଉ ପଛେ, ଆମର ଠାକୁର ଖାଇବା ଅଲଗା, ସ୍ୱତନ୍ତ୍ର ଆମମାନଙ୍କ ପାଇଁ। ଆମର କାଲି କତୁରୁ ଯାତ୍ରା ହବ, ଟେଣ୍ଟ ବି ମରା ସରିଛି, ପାଲ ପକେଇକି ଆଗେ ଆଣି ପାଲଟା ପକେଇଦେବା ଆମେ ଫାଷ୍ଟ ବସିବା ନା କ'ଣ? ଚେୟାର ବାଲା ତା ପଛରେ ବସିବେ। ତ ଦେଖନ୍ତୁ, ତମେ ହେଠି କର, ମୋ ମନ୍ଦିର ଭିତରେ ଟିକେ ଆମ ମନ୍ଦିର ତ ଗୋଟେ ଖାଇବା ପିଇବା। କିଏ ମୋ ଦେଖିବ ଗୀତା ଦେଇ ଆଇଲାନି କି? ସ୍ମାଇଲ ବର୍ଷା ଆସିଗଲା। ତ ଛୁଆ ଧରିଛୁ କେମିତି ନେବୁ? ମାମୁନକୁ ନେଇକି ଆଇଛି, ଆମ ମାମୁନ ତ ଖାଇପାରିବନି। ଦେଖନ୍ତୁ ସାଙ୍ଗମାନେ, ଆମର ଏଠି ପ୍ରସାଦ ବଣ୍ଟା ଯାଉଛି, ଆମେ ପ୍ଲେଟ୍ ଧରିକି ଠିଆ ହେଇଛୁ। ସାମ୍ନାକୁ ଯାଉନି ଦେବେ, ସାମ୍ନାକୁ ଯାଉନ, ଏଠି ଠିଆ ହେଇଛ ଲାଇନ୍। ମୁଁ ଏଇଠି ଆଗେ ନେଇ ପଳେଇବି ପା ଲାଇନ୍। କ'ଣ ମୋ ଗାଁରୁ ଲାଇନ୍ କରିଦେଇଛନ୍ତି, ମୁଁ ଏଇଟା ଆଣିବି।
ଆନୁ ଗୋଟେ ମତେ ଦଉନ ମାନେ ଏଇ ଚିରୁଛେ କଥା ଦିଦି ଆମେ ପଳେଇବା ଆମର ଦେଖନ୍ତୁ ଜଗନ୍ନାଥଙ୍କ ପ୍ରସାଦ ନେଇ ପଳେଇ ଆସୁନ ସେ ତାଙ୍କର ଲାଇନ୍ ଲଗେଇକି ଆଣୁଛନ୍ତି ଆମର କାଲି କତିରୁ ଯାତ୍ରା ଷ୍ଟାର୍ଟ ଆସିନି ଆଉ 2 ଦିନ ହେଲାଣି ସ୍ମାଇଲ ବର୍ଷା ସ୍ମାଇଲ ବର୍ଷା ଆଜ୍ଞା ନାନୀ ମା ତାର ଖାଇ ଖାଇ ଆଇଲାଣି ପିସା ପାଇଁ ଆଣିଲୁନୁ ଗୋଟେ ନୀଳ ଦେଇ ଆଇଲାନି କି ମାଉନୁ ତୋର କାଇଁ ତ ଦେଉନାହାନ୍ତି ତ ଝିଅ ଆମ ଘର ତ ନେଇଯିବା ନା ତାହେଲେ ଫ୍ୟାନ୍ ବସିକି ଖାଇছে କୋଉଠି ଖାଇବେ ଚାଲ ଦେଖନ୍ତୁ ଆମର ବି ଏଠି ଟେଣ୍ଟମେଣ୍ଟ ମରା ଯାଇଛି ଆମେ ଆମର ଖାଇବା ନେଇକି ଆଇନୁ କୋଉଠି ନାନୀ ବାହାରେ ଛାଇ ତା ଗାଈ ତ ଗୁଡ଼େଇଲାଣି ମାଦାମି ଯା ତା ଗାଈ ଦେଖନ୍ତୁ କେମିତି ଗୁଡ଼େଇ ଖାଇଲାଣି ମାନେ ନାନୀ ବାହାରକୁ ପଳେଇ ଆଇଛୁ ସାଙ୍ଗମାନେ ଏଇ ଖରାରେ ଯାଇ ପ୍ରସାଦ ନେଇ ଗୁଡ଼ା ତ ଗାଈ ଗୁଡ଼ା ଫାଇନାଲି ଯାଇକି ପ୍ରସାଦ ନେଇକି ପଳେଇ ଆସୁ ମାର୍କେଟ ବାକି ଅଛୁ ଏଇଟା ସବସିଡି ନିହାତି ଡର ଲାଗିଲା ତମ ପୁଅଙ୍କ ପୁଅ ପେଳି ଦଉଛି ପାଣିକୁ ତମ ପୁଅର ସାହସ ଖାଇଲ ଗଲେ ନାକି ଖାଇବା ଆଣିଦେ ଭାତ ଖାଇବୁନୁ କି କୁକୁର ଖାଇବୁ ଯାଇକି ଖାଇବା ନେଇ ପଳେଇ ଆସିছে ଯାଇକି ପ୍ରସାଦ ଖାଇକିରି ମୁଁ 2ଟା ଆଣିଛି ଏକଲା ମୁଁ ଏକଲା ସାଙ୍ଗମାନେ 2ଟା ଆଣିଛି ଗୀତା ଭାଇ ସେଠି ନାନୀ ମା ହାତ ରହିଲା ଓହୋ ମାଲେ ମା ପେଟ କାଙ୍ଗାଳି ନୁହଁ ଗୋଟେ ବର୍ଷର ଅପେକ୍ଷା ପରେ ମୁଁ ନେଇକିରି ଆସିଛି କହୁଛି ନମା ଧମା ମୁଁ ଗୋଟେ ବର୍ଷର ଅପେକ୍ଷା ପରେ ନେଇକି ଆସିଛି ମତେ କହୁଛି ପେଟ କାଙ୍ଗାଳି ମାନେ 4ଟା କେତେ 5ଟା ପ୍ଲେଟ୍ ମୁଁ ଏକଲା 2ଟା ପ୍ଲେଟ୍ ମା ତୁ କେତେଟା ପ୍ଲେଟ୍ ଆଣିଛୁ 2ଟା ଆଣିଛି ବା ଆମର ଆସିବେ ସବୁ ସିଏ ଆଇନେ ସେ ଖାଇବେନି କି ଯାଇକି ଆଣିବେ ସାଙ୍ଗେ ସାଙ୍ଗେ ହଁ ରେ ତାଙ୍କ ପାଇଁ ଆଣି 2ଟା ପ୍ଲେଟ୍ ରଖିଦେବ ମୋ ମା ନେଇ ଆସିବ ତୁ ନା ଯାବେ ତୁ ହଁ ମନ୍ଦିର କେତେ ଦିଆହଉଛି ତୁ କେବେ ହଁ ଆମ ପାଇଁ ବାହାଇଛି ଆମେ ଖାଇନି ଦେଖନ୍ତୁ ସାଙ୍ଗମାନେ ମୋ ଭାଇ କେମିତି କହୁଛି ଯିବନି ତମେ ଆଉ ଆଣତେ ନଷ୍ଟ ହବ ବାବା ନଷ୍ଟ ହଉଛି ବୋଲି ରାତି ପାଇଁ ସେଇଟା ପାଇଁ ଦିନ ଦେଇଦଉଛନ୍ତି ଫ୍ରିଜ୍ ପାଣି ଅଛି ନା ଫ୍ରିଜ୍ ପାଣି ଆସିବା ଆଉ ଗୋଟେ ନାଳିଆ ବୋତଲ କ'ଣ କଲା ଥଣ୍ଡା ବା ଦେଇଦେନି ଯୋଉ ପିଇଦେଲେ ପାଲା ହବ ପଡ଼ିବା ଦେଖନ୍ତୁ ସାଙ୍ଗମାନେ ମୁଁ ଯୋଉ ପାଲିଟା ଆଣିଥିଲି କ'ଣ ହେଲା ମୁଁ ଭାତ ଅଳପ ଆଣିଛି ବହୁତ ଭାତ ଆଣିଛି ସେ ରଖିଦେଲା ଭାତ ଦେଖନ୍ତୁ ସାଙ୍ଗମାନେ ଆଣିକି ଖାଇବା ଲାଗିଗଲେଣି ମା ଝିଅ ହେଇ ଭାତ ଖାଉନାହାନ୍ତି ସୁଦୂର ଖାଲି ତରକାରୀ ଆଣି ଖାଉଛନ୍ତି ଭାତ ଫୋପାଡୁଛନ୍ତି ଓ
ଆମର ସାଙ୍ଗମାନେ ଏଇଠି କାଲି କତରୁ ଯାତ୍ରା ହବ ଖାଇବା ପିଇବା ଦିଆଯାଉଛି ଆମେ ଆସିଛୁ ମୋ ମାଉସୀକି ନେବା ପାଇଁ ଯେହେତୁ ଆମର ଯାତ୍ରା ହବ ତା ସହିତ ମୁଁ ବି ଆସିଛି ମୋ ମାଉସୀ ବି ପଳେଇ ଆସିଛି ତ ଆମେ ଆସିଛୁ ମୋ ମାଉସୀକି ନେବା ପାଇଁ ମାର୍କେଟ ତ ଖରାବେଳିଆ ଭାବିନି ଟିକେ ପିଠି ପିଠା ବନିବ ଆଉ ଏ ଅଧଘଣ୍ଟେ ପୂର୍ବରୁ ଏଠି ଆସିକି ଖାଇବା ନେଇକି ଗଲି ଖାଇକିରି ପେଟ୍ରୋଲ ଝଡ଼ି ସାରିଲାଣି ପୁଣି ହେଇଛି କେଇଟି କାହିଁ ମୁଁ ଗୋଟେ ଥଣ୍ଡା ନେମି କାଇଁ ମାଉସୀ ହେରିକା ମୁଁ ଗୋଟେ କିଲିକା ଥଣ୍ଡା ନେଇକି ଦେଖନ୍ତୁ ସାଙ୍ଗମାନେ ଆମେ ପ୍ରଥମ ଯେତେବେଳେ ଖାଇବା ପିଇବା ଦିଆଯାଉଥିଲା ଆମେ ଯାଇକିରି ଖାଇକିରି ଆସିଥିଲୁ ପ୍ଲେଟ୍ ନେଇକିରି ତାପରେ ଏବେ ଆସିକି 2ଟା 3ଟା ପାଖାପାଖି ହେଲାଣି ଯେହେତୁ ଆମ ଘର ପାଖ ଆଉ ଯାହା ବଳିଥିଲା ମୁଁ ଯାଇଥିଲି ବର୍ତ୍ତମାନ ଥଣ୍ଡା କିଣିବା ପାଇଁ ଯେହେତୁ ଆମ ଘରକୁ ବନ୍ଧୁବାନ୍ଧବ ଆସୁଛନ୍ତି ମାଉସୀ ହେରିକା ସମସ୍ତେ ଆଉଛନ୍ତି ଆମେ ଯାଇଥିଲେ ଥଣ୍ଡା କିଣି ଆଣିବା ପାଇଁ ତ ସେଇଠି ଯେଉଁମାନେ ଖାଇବା ଦେଉଥିଲେ ସେମାନେ ଡାକିଲେ ବହୁତ ଭାତ ତରକାରୀ ବଳିଛି ନେଇଯାଅ ଆଉ ମାଉସୀ ଆଉଠି ଖାଇବ ଆଉ ଆମେ ତ ମାନେ କେଉଁ ଖାଇବାକୁ ମୋର ଲୋଭ ଥାଉ ବା ନଥାଉ ମନ୍ଦିର ଖାଇବା ମାନେ ମୁଁ ମାନେ ତାକୁ ରହିପାରିବିନି ଯେତେ ଖାଇବେ ମୋତେ ମୁଁ ମାଉସୀ ମାଆକୁ କହିନି ମା ଯା ଆଣିବୁ ଜାଗା ଆଣିବୁ ଯା ନେଇଯିବା ଘରେ ଖାଇବା ତ ଦେଖନ୍ତୁ ମୋ ମା ଯାଇକି କ'ଣ କ'ଣ ନେଇକି ଆଇଲା ଥଣ୍ଡା ନେଇକି ଆଇଛି ଫ୍ରିଜ୍ରେ ବସେଇବି ମାଉସୀ ମାଉସୀ ଆସିଲେ ପିଇବେ ଖାଲି ମାଉସୀର ପୁଅ ଆଉଛନ୍ତି ଆଉ କେହି ଛୋଟ ପୁଅଟେ ଆଉ ଦେଖନ୍ତୁ ଆମ ଜଗନ୍ନାଥ ମନ୍ଦିରର ଆଳୁ ଚୋଖା ଆଳୁ ଛେଚା ଆଉ ହେଉଛି ଭାତ ଡାଲମା ତ ଆମର ଯାତ୍ରା ହେବ ଦେଖନ୍ତୁ ଟେଣ୍ଟ ମରା ହେଇଛି ଆଉ ଏଇ ତ ଏ ବାଟକୁ ଦେଖାହେଉଛି ଆମ ଘର ଆଜବେଷ୍ଟ ଘର ଆମର ଦେଖାହେଉଛି ମୋ ମା ଏଇଠି ଠିଆ ହେଇଛି ତା ଭଉଣୀକୁ ଅପେକ୍ଷା କରିକି କେତେବେଳେ ଆସିବେ ବସ୍ ତ ଆସିସାରିଲାଣି ଏଇଠି ଆମେ ଦେଖିନୁ ଏଇ ବାଟେ ଦେଖିନୁ ବସ୍ ଦେଖାଗଲା ଶ୍ରାବଣୀ ବସ୍ ନା ବିଶ୍ୱନାଥ ବସ୍ କାଇଁ ଓହ୍ଲେଇଲାନି ତ କାଇଁ ଓହ୍ଲେଇଲାନି ତ ଆମ ନୀଳା ଯାଇଥିଲା ମାଉସୀ ଗାଁରେ ସେ କାହିଁ ଓହ୍ଲେଇଲାନି ହଁ ଓହ୍ଲେଇଛି କେତେ ପ୍ଲାନ୍ ଦେଖ ଆଗତୁରିଆ ପଳେଇ ଆଉଛି ଭାବି ସେ ଆସିନାହାନ୍ତି ଓହ୍ଲେଇକି ମୋ ମାଉସୀ ହେରିକା ଠିଆ ହେଇଛନ୍ତି ଆମେ ତାଙ୍କ ପାଇଁ ଏଠି ଖାଇବା ଧରିକି ଦେଖନ୍ତୁ ସାଙ୍ଗମାନେ ପୁରା ଠିଆ ହେଇଯାଇଛୁ ସେ ଆସିଲେ ଡାଇରେକ୍ଟ ଏଇଠି ଦମୁ ଖାଇଦେ ଏଇଠି ଫାଷ୍ଟ ଥଣ୍ଡା ଦେଇଦେବୁ ଏଇଠି ହେଲା କହିବ ଏଇଠି ଥଣ୍ଡା ପିଅ ଥଣ୍ଡା ଟିକେ ଏଇ ଥଣ୍ଡାଟାରେ ଗୁଡ଼ ଧୋଇ ପଡ଼ ଆଉ ଏଇ ଥଣ୍ଡାଟା ଟିକେ ପିଇଦିଅ ହେଲା ତାପରେ ଏଇଠି ଭାତ ଆଣି ଦେଇଦେବ କହିବ ଏଇଠି ଖାଇଦିଅ ଖାଇଦେଇକି ଏଇଠି ଧୋଇ ଧୁଆ ଦେଇକି ଘରକୁ ଚାଲ ଶୋଇବ ଆମେ ଆମର ଖାଇବା ଧରି ଠିଆ ହେଇଛୁ ତାଙ୍କ ପାଇଁ ସେ ତାଙ୍କର ଆସୁନାହାନ୍ତି ଆମର ଚାଉଳ ଆଣି ସାରିଲୁଣି କେଉଁଦିନ ଆଣି ସେଇପା କାଇଁ 40 କିଲୋ ଚାଉଳ ସେ ସାଙ୍ଗମାନେ ହେଇ ହେଇ ଗାଈ ଆସିଗଲାଣି ମାର୍କେଟ ପାଖିଆ ଲୋକ ହେନେ ନା ସତରେ ସାଙ୍ଗମାନେ ମାର୍କେଟ ପାଖିଆ ଲୋକ ହେନେ ନା ସବୁର ସୁବିଧା ମାନେ ବନ୍ଧୁବାନ୍ଧବ ଆସିକିନା ପୁରା ମାର୍କେଟ ପୁରା ଘର ପାଖରେ ହିଁ ଆସି ଓହ୍ଲେଇବେ ଯାହା ସୁବିଧା ଅସୁବିଧା ସାଙ୍ଗେ ସାଙ୍ଗେ ଯାଇ ମାର୍କେଟରୁ କିଣି ଆଣିବୁ ପୂଜା ପର୍ବ ସବୁ ତ ମାର୍କେଟ ପାଖରେ ହିଁ ହୁଏ ନା ତ ଯେଉଁ ସାଇଡ଼୍ରେ ସବୁ ମାର୍କେଟ ଥାଏ ସେଇ ସାଇଡ଼୍ରେ ହିଁ ସବୁ ହୁଏ ନା ତ ସବୁ ସୁବିଧା ଆମର ଗଣିଜାଙ୍ଗ ମାର୍କେଟରେ ଅଛି ଆମ ଘର ପାଖରେ ଅଛି ପଞ୍ଚାୟତ ଅଫିସ୍ କତରୁ ବ୍ୟାଙ୍କ କତରୁ ସବୁ ଭଲ ମନ୍ଦ ଆମର ଏଠି ଜଗନ୍ନାଥ ମନ୍ଦିର ଶିବ ମନ୍ଦିର ଲକ୍ଷ୍ମୀ ନାରାୟଣ ମନ୍ଦିର ହନୁମାନ ମନ୍ଦିର ଶନି ମନ୍ଦିର କାଳୀ ମନ୍ଦିର ବାସ୍ ଖାଲି ଦୁର୍ଗା ମନ୍ଦିରଟା ମୁଁ ଯାଉଛି ତୁ ଯିବୁ ହଉ ତୁ ଯା ମୁଁ ତାଙ୍କୁ ନେଇକି ଯାଉଛି ବାସ୍ ଦୁର୍ଗା ମନ୍ଦିରଟା ମା ଆମ ପାଖରେ ନାହିଁ ନା ଦୁର୍ଗା ମନ୍ଦିର ଅଛି ବା କୋଉଠି ସେ ବା ଆମ ମାର୍କେଟଠୁ ଦୂର ହେଇଯାଉଛି ଗାଁର ନା ଆଉ ହଁ ଆମ ଗାଁର ଗଣିଜାଙ୍ଗର କିନ୍ତୁ ମାର୍କେଟ ପାଖରେ ନାହିଁ ମାର୍କେଟ ଉପରେ ନାହିଁ ବଡ଼ ଭାଇ ଆଇଲାଣି ଦେଖନ୍ତୁ ସାଙ୍ଗମାନେ ଅଧଘଣ୍ଟେ ଅପେକ୍ଷା କଲା ପରେ ମୋ ମାଉସୀ ହେରିକା ହେଲେ
ଆଉଛନ୍ତି ଏତିକି ଖରାର। ଥାଉ କିଏ ଲୋ ଖରାରେ ଶୁଖି ଯାଇଛି। ପୁଅର କ'ଣ ହେଇଛି? ଇସ୍ ସବୁ ଆସିଗଲେ। ଏବେ ଥଣ୍ଡା ପାଣି ପିଇବୁ ନା? ଥଣ୍ଡା ତେଣୁ ତ ପୁଅ କ'ଣ କଳା ପଡ଼ିଯାଇଛି? ଖରାର ପଳେଇ ଚାଲ। ଇଏ କିଏ କା ଛୁଆ ଇଏ? ଇଏ ମାଷ୍ଟର ଝିଅ ଭଳିଆ ଦେଖ। ସେ ମାଷ୍ଟର ଝିଅ। ତ ସାଙ୍ଗମାନେ ଦେଖିଲେ ଏତେ ଖରା ଗରମରେ ମୋ ମାଉସୀ ଝିଅ ଆଉ ଆମ ପୁଅ ଆସି ପହଞ୍ଚି ଯାଇଛନ୍ତି। ରାତିକି ବି ଆମର ଯାତ୍ରା ହେବ। ତ ଆମେ ଚାଲିଲୁ ଏବେ ଘରକୁ। ଯଦି ମୋର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତ ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ୍ କରିବେ। ରହୁଛି ଜୟ ଜଗନ୍ନାଥ। ପୁରା ରାତିକି ଦେଖାହେବ ଯାତ୍ରାରେ। ଆଜି ଆମର ଯାତ୍ରା ହେବ 2 ରାତି ଯାତ୍ରା ହେବ ଆମର। ଆଉ ଆମର ମାନେ ଫ୍ରି ସେଲ୍ ଯାତ୍ରା ହେବ। ଆମର ହରିଆଟ ଯାତ୍ରା ବସିଛି ତ ରାତି